ଏଠି ତ ଆମେ ଅନେକ ଲୋକ ବସିଛୁ, କିନ୍ତୁ ମହାଭାରତ ଯୁଦ୍ଧରେ ଦୁଇଟି ବ୍ୟକ୍ତିଙ୍କ ଭିତରେ ସତସଙ୍ଗ ଅନୁଷ୍ଠିତ ହୁଏ। ଜଣେ ହେଉଛନ୍ତି କୃଷ୍ଣ ବା ଶ୍ରୀକୃଷ୍ଣ, ଆଉ ଜଣେ ହେଉଛନ୍ତି ଅର୍ଜୁନ ବା ଦ୍ୱିତୀକୃଷ୍ଣ। ଏଇ ଦୁଇ ଜଣଙ୍କ ଭିତରେ ଯେଉଁ କଥା ହେଲା, ସେ କଥାଟି ଗୋଟେ ବାର୍ତ୍ତାର ରୂପ ନେଇ ପରବର୍ତ୍ତୀ ସମୟରେ ଗୀତା ନାମରେ ନାମିତ ହେଇ ଆଜି ବି ରହିଛି। ସେଇ ଗୀତା ଭିତରେ ଆପଣ ଦେଖିବେ 11 ଅଧ୍ୟାୟ ବା 11 ଅଧ୍ୟାୟ ଭଗବାନଙ୍କର ଗୋଟେ ବିଶ୍ୱରୂପକୁ ଅର୍ଜୁନ ଉପଲବ୍ଧି କଲେ। ଆମେ କହିବା ଅର୍ଜୁନ ବିଶ୍ୱରୂପକୁ ଦର୍ଶନ କଲେ, କିଏ କହିବ ଅର୍ଜୁନ ବିଶ୍ୱରୂପକୁ ଦେଖିଲେ। ଯେ ବିଶ୍ୱରୂପକୁ ଦେଖିଲେ, ଏହାର ପ୍ରମାଣ କ'ଣ? ଗୋଟେ ଯୁଦ୍ଧ ଭିତରେ ଯୁଦ୍ଧ କରିବାକୁ ଯାଇଛନ୍ତି, এটা ସାଧାରଣ ଲୋକ କେହି ଯାଇନାହାନ୍ତି, କ୍ୟାମେରାମ୍ୟାନ୍ ବି ଯାଇନି, ଫଟୋ ଉଠେଇଲା ବାଲା ବି ଯାଇନି। ତାହେଲେ ମହାଭାରତ ଯୁଦ୍ଧରେ ଯେଉଁଠି ଯୋଦ୍ଧା, ରଥୀ, ମହାରଥୀ ଏଇମାନଙ୍କ ଗହଣରେ ଅର୍ଜୁନଙ୍କୁ ଭଗବାନ କୃଷ୍ଣ ମାନେ ବିଶ୍ୱରୂପ ଦେଖେଇଲେ। ବିଶ୍ୱଟା କେତେ ବଡ଼, ତାକୁ ଗୋଟେ ରଥ ଉପରେ ପୁଣି ଦେଖେଇଲେ। ତେଣୁ ସଜ୍ଜନ ପ୍ରକୃତରେ ଅର୍ଜୁନ ଦେଖିଲେ। ବଳିଆ ବି କହୁଛି, ବଳିଆ ବି ସବୁଦିନେ ଦେଖୁଛି। ଆପଣମାନେ ଭାବିବେ ଏଗୁଡ଼ା ବାହାଦୁରିଆ କଥା, ବଳିଆ ସବୁଦିନେ ଦେଖୁଛି। କିନ୍ତୁ ମୋର ଅନୁଭୂତି, ସେଇ ବିଶ୍ୱରୂପଟିକୁ ଯଦି ଆପଣ ଭଲ ଭାବରେ ବୁଝି ନେବେ, ଆପଣ ବି ଘରେ ବସି ସବୁଦିନେ ବିଶ୍ୱରୂପ ଦେଖିବେ। ବିଶ୍ୱରୂପର ଗୋଟିଏ ବର୍ଣ୍ଣନା ବା ବନ୍ଦନା କରାଯାଇଛି, ଯାହାକୁ ଅର୍ଜୁନ ସେ ବନ୍ଦନାଟିକୁ ଗାଇଛନ୍ତି ବା ସେ ଯାହା ଅନୁଭବ କଲେ ସେଇ କଥାଟାକୁ ସେ କହିଛନ୍ତି। ଅନେକ ବାହୁ
ଅର୍ଜୁନ ଦେଖିଲେ କ'ଣ ଦେଖିଲେ? ସେ ମହାଭାରତ ଯୁଦ୍ଧରେ ଯେତେ ସୈନ୍ୟ ସାମନ୍ତ ଥିଲେ ସମସ୍ତଙ୍କୁ ସେ ଦେଖିଲେ। ତାଙ୍କ ଭିତରେ ସେ କ'ଣ ଦେଖିଲେ? ଆତ୍ମା, ଗୋଟେ ଦିବ୍ୟ ଶକ୍ତି, ଗୋଟେ ଦିବ୍ୟ ଜ୍ୟୋତିକୁ ସେ ଦର୍ଶନ କଲେ। ସେ ଦିବ୍ୟ ଜ୍ୟୋତି ଯୁଧିଷ୍ଠିରଙ୍କ ପାଖରେ ଯେମିତିଆ ଥିଲା, ଦୁର୍ଯ୍ୟୋଧନ ପାଖରେ ବି ସେମିତିଆ ଥିଲା। ସେ ଦେଖୁଛନ୍ତି ଗୋଟିଏ ଜ୍ୟୋତି, ଗୋଟିଏ ଦିବ୍ୟ ଜ୍ୟୋତି ସେ ସମସ୍ତଙ୍କ ଭିତରେ ଅଛି। ଏଇ କଥାଟାକୁ ସେ ଲକ୍ଷ୍ୟ କଲେ। ତାପରେ ଆଉ କ'ଣ ଦେଖିଲେ? ସେଇ ଜ୍ୟୋତି ଆଖିରେ, ଆଖି, କାନ, ନାକ, ଚମ ସବୁଠି ସେ ଜ୍ୟୋତି ଦେଖାଯାଉଛି। ଆଖିରେ ସେଇ ଜ୍ୟୋତି ଦେଖୁଛି, ନାକରେ ସେଇ ଜ୍ୟୋତି ନିଶ୍ୱାସ ନେଉଛି, ହାତରେ ସେଇ ଜ୍ୟୋତି କାମ କରୁଛି, ଗୋଡ଼ରେ ସେଇ ଜ୍ୟୋତି ଚାଲୁଛି, ପେଟରେ ସେଇ ଜ୍ୟୋତି ଖାଦ୍ୟ ହଜମ କରୁଛି। ଏସବୁ ଗୀତାରେ ଲେଖା ହେଇଛି। ମୁଁ ମନକୁ କିଛି କହୁଛି। ଯେତେବେଳେ ସେ ଜ୍ୟୋତିରାନନ୍ଦ ପୁରୁଷକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ସେ ଦେଖିଲେ ଏବଂ ଆଉ ଗୋଟେ ଭଲ କଥା ଦେଖିଲେ, ଦିବ୍ୟ ମାଲ୍ୟାମ୍ବରଧର ଦିବ୍ୟ ଗନ୍ଧାନ, ଦିବ୍ୟ ଆଲୋକରେ ଉଦ୍ଭାସିତ ତାଙ୍କ ମୁଖମଣ୍ଡଳରେ ଦିବ୍ୟ ଜ୍ୟୋତି, ତାଙ୍କ ବେକରେ ପଡ଼ିଛି ଦିବ୍ୟ ମାଲ୍ୟ, ମାଳ ମାଳ, ଏବଂ ମହ ମହ ହେଇ ଦିବ୍ୟ ଗନ୍ଧ ବାସୁଛି। ଦିବ୍ୟ କହିଲେ ଆନନ୍ଦ, ଦିବ୍ୟ କହିଲେ ଅତି ସୁନ୍ଦର, ଯେଉଁ ସୌନ୍ଦର୍ଯ୍ୟକୁ କାହା ସହିତ ସମାନ କରି ହେବ ନାହିଁ। ସେ ଜଣଙ୍କ ଭିତରେ ବି ଦେଖୁନାହାନ୍ତି, ସମସ୍ତଙ୍କ ଭିତରେ। ଯାହାକୁ ଭାଗବତର ଗୋଟିଏ ପଦରେ ସେ କହିଲେ, ଏ ସର୍ବ କୃଷ୍ଣର ଶରୀର, ଏ ସର୍ବକୃଷ୍ଣର ଶରୀର। ଇଏ ଚାନ୍ଦୁଆ କୃଷ୍ଣ, ବାଉଁଶ କୃଷ୍ଣ, ଏ ରଙ୍ଗ ସବୁ କୃଷ୍ଣ। ମୁଁ ଯେଉଁଥିରେ ବହିଛି କୃଷ୍ଣ, ଆପଣମାନେ ଯେଉଁଠି ବହିଛନ୍ତି କୃଷ୍ଣ। ମୁଁ ବି ଏକ କୃଷ୍ଣ, ଆପଣମାନେ ବି ଏକ କୃଷ୍ଣ, ଏକ ଏକ କୃଷ୍ଣ। ସେଇ ଭାବନାଟା ଆମର ଆସୁନାହିଁ ବୋଲି ଆମେ ଖାଲି କଥା କହି ଚାଲିଛୁ, କିନ୍ତୁ ଅନୁଭବ କିଛି ହେଉନି। ଯେତେବେଳେ ସେଇ ଭାବନାଟା ଆମ ଭିତରେ ସୃଷ୍ଟି ହେବ, ଆମେ କଥା ନ କହିପାରୁ କିନ୍ତୁ ଅନୁଭବ କରିବୁ।
জীবর গতি অনুভব করিବାକୁ চেষ্টা কর। এই ଅନନ୍ତ ତୀର୍ଥ ଦିନେ କଣ୍ଟକିତ ଜଙ୍ଗଲରେ ପୂର୍ଣ୍ଣ ଥିଲା। ଏଇ କଣ୍ଟା ମୂଳରେ ଥିବା ହୁଙ୍କା, ଯାହାକୁ ଛୋଟ ଛୋଟ ଉଇ ମାନେ ଯୋଉ ବସା କରିଥାନ୍ତି, ତାରି ଭିତରେ ଅନନ୍ତ ଜ୍ୟୋତି ପ୍ରକାଶ ହେଲେ। ସେ ଅନନ୍ତ ଜ୍ୟୋତିର ପ୍ରଚାର ପାଇଁ ଇଏ ଅଧମକୁ ଟାଣିକିରି ଆଣିଲେ। ସେଇଦିନ ଠାରୁ ମୁଁ ବହି ଆଜି ପର୍ଯ୍ୟନ୍ତ ସେଇ କଥାକୁ କହୁଛି। ଯେତେ କହିଲେ ବି ସେ କଥା ସରୁନି। ଅନନ୍ତ ନାମେ ଅନ୍ତ ନାହିଁ, ସଜ୍ଜନ କିଏ କହିବ ଏ ଯୋଉ ମିଛ, କିଏ କହିବ ନାଇଁ ହଁ ହେଇଥିବ। ଆମର ସବୁ ଓଡ଼ିଆରେ ସବୁ ଏମିତି କହନ୍ତିନି କି, ହଁ ହେଇଥିବ ନାହିଁ। କିନ୍ତୁ ଅନୁଭବୀ ଏକମାତ୍ର ଜାଣିବ କେତୋଟି ସତ୍ୟ, କେଉଁଟି ସତ୍ୟ, କେତୋଟି ମିଥ୍ୟା ଆମେ କହୁଛୁ। ତୁ ଯେବେ ଏକ ଭାବୁ ଅର୍ଜୁନ ସେଇ କଥାଟା ମହାଭାରତ ଯୁଦ୍ଧରେ ଏତେ ସୈନ୍ୟ ସାମନ୍ତ ଅଛନ୍ତି, ତାଙ୍କୁ ଆଉ କିଛି ଦେଖାଗଲାନି। ସେ କେବଳ ଅନୁଭବ କଲେ ଗୁରୁମୟ ଏ ଜଗତ, ଅନନ୍ତ ଶୟନ କୃଷ୍ଣମୟ ଏ ଜଗତ। ସେ ସମସ୍ତଙ୍କ ଭିତରେ କୃଷ୍ଣଙ୍କୁ ହିଁ ଅନୁଭବ କଲେ। ତେଣୁ ଅନୁଭବ ସେଠି ଗୋଟେ ଦର୍ଶନର ରୂପ ନେଲା, ଏକ ବିରାଟ ଦର୍ଶନର ରୂପ ନେଲା। ଆମର ଉପନିଷଦରେ ଲେଖା ହେଇଛି ବସୁରୈବ କୁଟୁମ୍ବକମ୍। ମୁଁ ପଢ଼ୁଛି, ଆପଣମାନେ ପଢ଼ୁଛନ୍ତି, ସମସ୍ତେ ପଢ଼ୁଛନ୍ତି। ବସୁରୈବ କୁଟୁମ୍ବକମ୍ ମୁଁ ବୁଝେଇ ଯାଉଛି। ଭାରି ମୋ ପାଖରେ ଜ୍ଞାନ ଅଛି, ମୁଁ ବହୁତ କଥା କହିକିରି ଅନୁସାରେ ବିସର୍ଗ ଲଗେଇ ଟଙ୍ଗ ବଙ୍ଗ ଟଙ୍ଗ କହିକିରି ମୁଁ ବୁଝେଇ ଦେଉଛି। କିନ୍ତୁ ପ୍ରକୃତରେ ମୁଁ ବୁଝିଛି କି ବସୁରୈବ କୁଟୁମ୍ବକମ୍, ଇଏ ଜୀବନ ହେଉଛି ବସୁଧା, ଇଏ ଜୀବନଟା ହେଉଛି ଆମର କୁଟୁମ୍ବ। ଏଇଠୁ ଆଗ ବୁଝିବାକୁ ପଡ଼ିବ। ମୋର ଆଖି ଅଛି, କିନ୍ତୁ ମୁଁ ଆଖି ନୁହେଁ। ମୋର କାନ ଅଛି, ମୁଁ କାନ ନୁହେଁ। ମୋର ହାତ ଅଛି, ମୁଣ୍ଡ ଅଛି, କିନ୍ତୁ ମୋ ହାତ ନୁହେଁ କି ମୁଣ୍ଡ ନୁହେଁ କି କିଛି ନୁହେଁ। ମୁଁ
ପୁରୁଷ ହେଇପାରେ ବା ମୁଁ ନାରୀ ହେଇପାରେ, ମୋ ଭିତରେ ଯାହା ସବୁ ଅଛି ମୁଁ ତା ନୁହେଁ। ତାହେଲେ ମୁଁ କିଏ? ଆତ୍ମାକୁ ଆତ୍ମା ଦେବି ସରେ, ମୁଁ ଯଦି ଆପଣଙ୍କୁ ଚିହ୍ନି ନାହିଁ, ଆପଣ ମତେ ଚିହ୍ନି ନାହାନ୍ତି, ତାହେଲେ ଆମେ ବିଶ୍ୱରୂପ କ'ଣ ଦେଖିବୁ? ଆପଣ ଦେଖନ୍ତୁ, ମୁଁ ହଉଛି ବିଶ୍ୱରୂପ। ମୋ ଭିତରେ ଯାହା ଅଛି ମୁଁ ତାହା ମଧ୍ୟ ଜାଣିନାହିଁ, ତାକୁ ମଧ୍ୟ ଜାଣିବାକୁ ହବ। ମୁଁ କହୁନି କଥା, ଭାଗବତ କହୁଛନ୍ତି। କିଣ୍ଡ ବ୍ରହ୍ମାଣ୍ଡ ଏକ ପଦ, ये सुज्ञानी अहंकार शून्य अभिमान शून्य ज्ञानी से केवल कहीपर पिंड ब्रह्मांड एक मत, से केवल कहीपर मु एक विश्वरूप, मो भीतर जहा अच्छी ये विश्व से मो भीतर जहा अच्छी विश्व मो भीतर जहा नहीं विश्व ताहा नहीं। अच्छा आमर ओडियार से गीतटी पढ़ा गोटे पद, जल स्थल वन गिरी आकाश चिंता करंतु आपण भीतर जल अच्छी कि नहीं, माटीर अंश अच्छी कि नहीं। जो भात डाली तरकारी खाऊ से कौन जल स्थल वन, वन कहले सुंदर, वन कहले जंगल, ताले मो भीतर मु से जंगल मनीष कि नुहे, गछ मत अम्लजान दिए बंचापी, तेणु मु वन काठ दिए, फूल दिए, फल दिए, छाई दिए, तेणु मु वन। मु पहाड़, मु पर्वत, पहाड़ अंश मो भीतर अच्छी कि नहीं। शिक्षाविद मान चिंता कर, यदि मो भीतर पहाड़ नहीं ताले एते खनि खोला होती कहीं, जहाज जाऊँगी कहीं, मुटा को व्यवहार करी ना, मु व्यवहार न कला के व्यवहार करी। आकाश कहले शब्द, कहा भीतर शब्द नहीं, तेणु मु हूँ विश्व,
ମୁଁ ହଉଛି ବ୍ରହ୍ମାଣ୍ଡ। ମୁଁ ମତେ ଚିହ୍ନିନି। ତେଣୁ ଏତିକି ବୁଝିବାକୁ ପଡ଼ିବ, ମୋରି ଭିତରୁ ଯେତେବେଳେ ଶବ୍ଦ ବାହାରିବ, ସେ ଶବ୍ଦ ଅନନ୍ତଙ୍କ ପାଖରେ ଖୁବ୍ ଶୀଘ୍ର ପହଞ୍ଚିଯିବ। ସେ ଶବ୍ଦ ବାହାରୁନି, ଲମ୍ବା ଲମ୍ବା ପ୍ରାର୍ଥନା ମୁଁ ଗାଉଛି। ହେ ଆନନ୍ଦମୟ କୋଟି ଭୁବନ ପାଳ ମୁହିଁ ଅବୋଧ। ହେ ଆନନ୍ଦମୟ କୋଟି ଭୁବନ ପାଳ ମୁଁ ଆକୁ ସ୍ୱର ସଙ୍ଗୀତରେ ବାଦା ବଜେଇ ସ୍ୱରକୁ ମାନେ ଠିକ ଭାବରେ ନେଇ ମୁଁ ବହୁ ସବୁଦିନେ ବୋଲୁଛି, କିନ୍ତୁ ମୁଁ ଜାଣି ନାହିଁ ସେ ଆନନ୍ଦମୟ ହଉଛି ମୁଁ। ତାହା ନ ହୋଇଥିଲେ ଏଇ ଭାରତ ବର୍ଷର ସନାତନୀ ଋଷି ପରମ୍ପରା ମାନେ ଏଇ ମାଟିରେ ଠିଆ ହେଇ କହିନଥାନ୍ତେ ପ୍ରଜ୍ଞାନାମ ଆନନ୍ଦ ବ୍ରହ୍ମ, ଆନନ୍ଦ ହିଁ ବ୍ରହ୍ମ। ଆପଣମାନେ ଏଠି ବହିଛନ୍ତି, ଆପଣ କହିବେ ମୁଁ ଆଇଛି, ସେଟା ସିଏ ଆଇଛି, ଆମେ କହିବୁ ଆମେ ଆଇଛୁ, ଇଏ ମୁଁ ଆମେ ସେ, ଇଏ ସବୁ ବାହ୍ୟ କଥା। କାହିଁକି ଆସି ପ୍ରଜ୍ଞା ଶକ୍ତିକୁ ବଢ଼େଇବା ଏଠି କାହିଁକି ବସି ଟିକେ ଆନନ୍ଦ ପାଇବା। ଏ ଦୁନିଆରେ ଆମର କିଛି ନବାର ନାହିଁ, ଚିଠି ନେଇ କରିକି ଆସି ସବୁ ଆମେ କାମ କରିକି ପାଇ ପୁଣି ସବୁକୁ ଏଇଠି ତା ଦେଇକି ପଡେ ନେବୁ କଣ ଆନନ୍ଦ। ସେଥିପାଇଁ ସେ ଆନନ୍ଦମୟ ଏମିତି କୌଣସି ବ୍ୟକ୍ତି ନାହିଁ ଯାହା ଭିତରେ ସତ୍ୟ ନାହିଁ। ସୂର୍ଯ୍ୟ ସତ୍ୟ କଥାବଟା ମିଛ ହେଇଥାଏ, କିନ୍ତୁ ସୂର୍ଯ୍ୟ ସତ୍ୟ, ପବନ ସତ୍ୟ, ମାଟି ସତ୍ୟ,
যেগুଡ଼ାକ ସତ୍ୟ ଭିତରେ ମୁଁ ଅଛି ଆଉ ସତ୍ୟ ନାହିଁ ମୁଁ ହଉଛି ମୋ ବାପାଙ୍କ ନାଁ ହଉଛି ଉତ୍ତରାମ ପ୍ରକାଶ। ମୋ ବାପାଙ୍କ ନାଁ ହଉଛି ଉତ୍ତରାମ ପ୍ରକାଶ। ଆପଣଙ୍କର ନାଁ ନା ଆପଣଙ୍କ ବାପାଙ୍କ ନାଁ ହେଲା ଆପଣ ଜୀବନରେ ଖାଇଛି ସତ୍ୟାନନ୍ଦ ମାଝୀ ଆପଣଙ୍କର ଉତ୍ତରାମ ପ୍ରକାଶ ନାଇଁ ନାଇଁ ଏ ସବୁ କୋଉ ବାବୁଙ୍କ ନାଁ ଏଠି କିଛି ନାହିଁ। ମୁଁ ଗୁରୁତ୍ୱ ମୋ ବାପା ଉତ୍ତରାମ ପ୍ରକାଶ। ଉତ୍ତରାମ ପ୍ରକାଶ କହିଲେ চৈতন্য যাকে গীতা অন্তর জ্ঞান করে ମୁଁ ଜମା ମସ୍ତିକୁ ଆସିନଥାଏ ଆପଣ ବି ଏଠି ଆସେ ସଜ୍ଜନ दुईटी रानी ये दुईटी रानी तुझे कौन गोटिए रानी तो ना होती सुनीति आकोरा कथा को भागिले मु कहूजी तो भागिले आको दाय रानी तो देव सुनीति ଆପଣମାନଙ୍କ ଭିତରେ ସୁନୀତି ନଥି ଆପଣ ଶିଶୁତା ତ ନାହିଁ ଆପଣ କୋଉଠି ମୋବାଇଲ ବିକ୍ରି ହଉଛି ସେଠିକି ଯାଇଥାନ୍ତି ନା ଆଉ ସୁନୀତି ଆପଣଙ୍କ ଭିତରେ କିଛି ଦୋଷ ନାହିଁ ତାର ଅର୍ଥ ନୁହେଁ ଆପଣମାନଙ୍କ ଭିତରେ ନୀତି ନାହିଁ ସୁନୀତି ଆଉ ଗୋଟେ ରାଣୀଙ୍କର ନାଁ ହଉଛି ସୁରୁଚି। ମୁଁ ଏମିତିଆ ଘରେ ରହିବି ମୁଁ ଏମିତିଆ ଖାନା ଖାଇବି ଏମିତିଆ ହୋଟେଲରେ ରହିବି ଏମିତିଆ ଟିଭି ଯେତେବେଳେ ବାହାରୁଥିଲା रात है तो भाई को रहा ये हम पड़ोसी करे टीवी ये टीवी के जो से लगाती ये गवर्नमेंट को बैंक और जाए टीवी ये अपने गवर्नमेंट हारी करती तो वो और करना ये गर्व अहंकार गुड़ाक एमिति खयेदे जीवन भितर कौन कथा को लुचेई रखिला प्रकाश कर भाषा कले तुम बाबू ये उत्तर देले आई ना आनिबे तो आउलारे भलो आनिले आपण देखबे ए ठीक रे आसिले ई जोरे आती बिबी गिरा हबो भले मो बापा को चले की पड़ी भले बिना खाई पड़े की कथा ये बिना मेरे चले हुए
ସିଏ କାହିଁ ମୋତେ କହିଲା ସ୍ୱାମୀ ଲୋନ କରି ହାତ ଉଧାରି କରି ଗୋଟେ ଜିନିଆଟି ଲଗେଇ ତେଣୁ ଉଦ୍ଧାର ପାର କରିବା ସହିତ ସୁନୀତି କରିବେ ଆମ ଭିତରେ ଥିବା ଗୀତାର ଗୋଟିଏ ଶ୍ଲୋକରେ ସୁନୀତିର ବ୍ୟାଖ୍ୟା କଲେ
ମତେ ସାନ ମା ବାପାଙ୍କ କୋଳରୁ ଉଠେଇଦେଲେ। ସେ ଯାହା କହିଲେ ମା ଉଠେଇଦେଲା। ମା ହଉଛି ମହାମୟୀ, ମା ଧୈର୍ଯ୍ୟମୟୀ, ସେ କଲ୍ୟାଣମୟୀ, ସେ କଳୁମୟୀ ନୁହେଁ, ତା ଭିତରେ ହିଂସା ନାହିଁ। ଗୋଟିଏ ମନ୍ତ୍ର, ଗୋଟିଏ ବାକ୍ୟ ତାଙ୍କ ପାଟିରୁ ବାହାରିବ। ଆପଣ ମନ୍ତ୍ର ଲେଖା ହେଇଛି ମନ୍ତ୍ରମୂଳମ୍ যদি নকলি ଆମ ଓଡ଼ିଆ
Thank you.
ଲୋକମାନେ କହୁଛନ୍ତି ଆଙ୍କ ସାଙ୍ଗରେ ଆଉ ସମ୍ପର୍କ ରଖିବନି, ଆଙ୍କ ଝିଅ ବାହାର କଲେ ବିସ୍କୁଟ ଦେଇକି ଝିଅ ଆଉ କଲେ ସତ୍ୟ ଏଇ ହଉଛି ଅଲଗା। কথাটি ହେଲା সকଳ ଭକ୍ତି ନାରାୟଣ আমি দ্রুত করে সংসারে দুর্বলতা চলছি উপাখ্যান কেমনি লক্ষ্মী নারায়ণ লক্ষ্মী কিଏ ପ୍ରଥମ ଲକ୍ଷ୍ମୀ ହଉଛନ୍ତି ଆମ ବିଲ ବାଡ଼ି ବଗିଚା ଧାନ ବିରି ମୁଗ ହେଉଛି ଲକ୍ଷ୍ମୀ। ସରସ୍ୱତୀ ହଉଛନ୍ତି ବିଦ୍ୟା, ଚିକିତ୍ସକ ହଉଛନ୍ତି ଗାଈ, ରକ୍ଷକ ହଉଛନ୍ତି ନାରାୟଣ କିଏ? ପ୍ରଥମ ନାରାୟଣ ହଉଛନ୍ତି ଜଳ, নারায়ণ কইলে কৃষক, নারায়ণ কইলে পুঁজি, নারায়ণ কইলে সূর্য, নারায়ণ কইলে বল। ये गरम লাগছে বইয়া এসে কথা মাথা কইনা ये বুঝলে বুঝে না বুঝলে ওরা শীত দিন আসতো তাই কথা তেমন সজ্জন লক্ষ্মী কৌশলী নারায়ণ রূপ ডাকুছি হরি 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 কান্দুছি আখির কারণ তা মা নাই তা পাখে তা আখির রূপ করতে হবে দয়া করুন वो भक्त कांदुची वो भक्त मार मंत्र पुरतु
দেবশ্রী নারদଙ୍କୁ তারপরে পালন করে জীবের सिद्धि लाभ करेगा
ବୋଲି ଏଇ ଯୋଉ ଦେଖାଯାଉଛି ଯମୁନା ଯମୁନା ତୀର୍ଥରେ ସ୍ନାନ କରେ ଏପାଖେ ଯୋଉ ଦେଖାଯାଉଛି ମଧୁବନରେ ପଦ୍ମାସନ କରି ବସି ହୃଦୟକୁ ଧ୍ୟାନ କରି ଆଖି ବୁଝିକିରି ବସି ଯେ ପର୍ଯ୍ୟନ୍ତ କିଏ ତତେ ଦର୍ଶନ ଦେଇନାହାନ୍ତି ତୁ ଆନନ୍ଦ ବନ୍ଧୁ ହୃଦୟକୁ ଧ୍ୟାନ କଲେ ନାରାୟଣ ସାଙ୍ଗେ ସାଙ୍ଗେ ଦେଖିଲେ ସଜ୍ଜନ ଏ କଥାଟି କାହିଁକି କହିଲି ମୁଁ ସେଇ ଅମୃତର ସନ୍ତାନ ମୁଁ ସେଇ ବିଶ୍ୱରୂପ ଆମ ବାପା କିଏ ମା କିଏ ଭାଇ କିଏ ଆମେ ବାପ ମା ଦାଦି ମମି ଘରର ଶୀତ ଜାଣିବୁ ଆମେ ଆମ ଆପେ ୟାକୁ কিন্তু বাক্য বহুত কম লক্ষ্য কিন্তু আমার মহা
সেই লক্ষ্যକୁ ସିଦ୍ଧି କରିବାର କେତୋଟି ମାର୍ଗ ଭିତରେ ସତ୍ସଙ୍ଗ କରିବା, ହରି କଥା ଶୁଣିବା, ନାମ ଜପିବା, କୀର୍ତ୍ତନ କରିବା, କିଛି ଜବର ପାଇଁ ଦୁନିଆକୁ ସେତିକି ମାତ୍ର ସତ୍ୟ। ସେଥିପାଇଁ ଆମକୁ କାନ୍ଧରେ ଦେଲାବେଳେ ଲୋକେ କହନ୍ତି ହରିନା ସତ୍ୟ। ତେଣୁ ଆମ ରାଷ୍ଟ୍ରରେ ଯେଉଁ ବିପଦ ପଡ଼ିଛି ସେ ଆମର ନୁହେଁ, ସମସ୍ତ ବିଶ୍ୱର। ତାଙ୍କର ମରୁଛନ୍ତି, ଆମର ମରୁଛନ୍ତି, ସେମାନେ ସବୁ ଆମର। ତେଣୁ ଭଲ ପାଇଯିବ ଯୁଦ୍ଧ ବିଭୀଷିକା ଧ୍ୱଂସାର୍ଥ ସୁପ୍ତ ହଉ ସମସ୍ତେ ପ୍ରାର୍ଥନା ଲୋକଙ୍କ କଥାକୁ ଯଦି ଶୁଣିବେ ଆମ କଥା କାହିଁ ଶୁଣିବେ? ମୁଁ ସେ ଖତ ଉପରେ ଶୋଇଛି ଆମ ଚିନ୍ତା। ଆମେ ପ୍ରକୃତରେ ମହାନ, କିନ୍ତୁ ଆମେ ଜାଣି ଶୁଣିକିରି ନିଜକୁ ମୂର୍ଖ ଅଜ୍ଞାନୀ ଏଇ ଚାରିପଦ ପାଞ୍ଚ କଥା କିଏ ଗୋଟେ କହୁଛି ବୋଲି ଲୋକମାନଙ୍କ ଜଗତରେ ରହୁଛି, କିନ୍ତୁ ଏତେ କଥା ନାହିଁ। ଗୋଟିଏ କଥା ଯଦି ଆମେ ଠିକ ଭାବରେ ବୁଝିବା ସବୁ କଥା ପୁରୀ ସେବକ ପୁଣି ଆପଣମାନଙ୍କ ଦର୍ଶନକୁ ଆସିବ, ଆପଣମାନଙ୍କ ସେବା କରିବା ପାଇଁ ମୁଁ ଏଠି ମାଲିକ ହେଇ ବସିଲି, ମୁଁ ସେବକ ହେଇ ଆପଣମାନଙ୍କୁ ମୋ ମାଲିକର କଥା ଜଣାଉଛି। ମୁଁ ଝାଣ୍ଡାର ବଳିଆ ସୂର୍ଯ୍ୟ ପୂରକ ବଳିଆ ପଦ୍ମଶ୍ରୀ ସେଟା ପରେ ଏଇ ସିଏ ମୋର ସେ ହେଲେ କେତେ ନହେଲେ କିନ୍ତୁ ଆସିଛି ଆପଣମାନଙ୍କ ପାଇଁ, ଯିବି ମଧ୍ୟ ଆପଣମାନଙ୍କ ତଥାପି ଏଇଠି ବିଶ୍ରାମ ଦେବା। ଆଉ ଯଦି କ'ଣ ରହିଯାଇଥିବ କାଲି କହିବା। ମୁଁ କ୍ଳାନ୍ତ ହେଇ ପଡ଼ୁଛି, ମୋ ଯିବା ଆସିବା ପାଇଁ ଗୋଟେ ଲିଫ୍ଟ ପିଲାମାନଙ୍କ ପାଇଁ ଠାକୁର ଏଡ଼େ ହତ୍ୟାରି ଲୋକ ଗୁଡ଼ାକ ଏଡ଼େ ଆମ କର୍ମୀ ଗୁଡ଼ାକ ଏଡ଼େ ମିଛୁଆ ନୁହନ୍ତି, ମାନେ ଏଡ଼େ କ'ଣ କହନ୍ତି ମାନେ କ'ଣ ମାନେ ଭୁଲିଆ କଥା। ଆଉ ଆମର ଲିଫ୍ଟଟା ଚାଲିବା ଇଏ କରା ତାକୁ ମୋ ଧୀରେ ବାଟ ଚାଲିବେ ଚାଲି ଆସିବାକୁ ମୋତେ ଆଉ ଦେଖାଗଲାନି ବାଟ। ମୁଁ ଯଦି ଅନ୍ଧ ହେଇଗଲି ସଜ୍ଜନ, ଏଇ ହଉଛି ଜୀବନ କଥା। ଦେଶରେ ଭାରତ ପାକିସ୍ତାନର ଯୁଦ୍ଧ ଶାନ୍ତ ହଉ, ମୃତ୍ୟୁ ବିଭୀଷିକା ଦୂରେଇ ଯାଉ, ଅଜ୍ଞାନୀ ମନରେ ଜ୍ଞାନ ଆପଣମାନେ ସମସ୍ତେ ଏମିତି ଭଲ ପାଉଥାନ୍ତୁ, ହରି କଥା ଏମିତି ଆସୁଥାନ୍ତୁ ଯାଉଥାନ୍ତୁ, ନିଜର ପରିବାରକୁ ନେଇ ସୁଖ ଶାନ୍ତି। ଯେତିକି କହି କଥାକୁ ଏଇଠି ମୋର ଇଷ୍ଟଦେବ ଅନନ୍ତ ପଦାର୍ଥରେ ସମର୍ପଣ କୀର୍ତ୍ତନ କର। Oh,